କ୍ଷୁଦ୍ର ଗଳ୍ପ ଏ ସମୟରେ ଅନିରୁଦ୍ଧ ବାବୁ ଏବଂ ପତ୍ନୀ ଅନୁପମାଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଆଜିକାଲିର ନୁହେଁ। 10 ବର୍ଷ ପୂର୍ବରୁ ଏହି ବିକୃତ ଚିନ୍ତାଧାରାର ଶିକାର ହୋଇଛନ୍ତି ଦୁହେଁ। ଉଭୟ ସରକାରୀ ଚାକିରିରୁ ଅବସର ନେବାର ସମୟ ସେଇଟା ଥିଲା। ବିଶ୍ୱାସ ଥିଲା ଅବସର ନେଲା ପରେ ଦୁହେଁ ପରିବର୍ତ୍ତିତ ହୋଇଯିବେ, କିନ୍ତୁ ସମ୍ଭବ ହେଲା ନାହିଁ। ଯଥା ପୂର୍ବଂ ତଥା ପରଂ ହୋଇ ରହିଲା। କେହି କାହାର ପ୍ରକୃତିକୁ ତ୍ୟାଗ କରିବାକୁ ପ୍ରସ୍ତୁତ ନଥିଲେ। ଚାକିରି କାଳତକ ଏମିତି ବିତାଇଲେ ଯେ କେହି କାହାକୁ ଦରମା ଟଙ୍କାକୁ ଦେଲେ ନାହିଁ। ନିଜ ଦରମା ନିଜ ପାଖରେ ରଖିଲେ। ଘରର ଯାବତୀୟ ଖର୍ଚ୍ଚ ତୁଲାଇବା ପାଇଁ ସ୍ୱାମୀ ସ୍ତ୍ରୀ ମାସିକିଆ ବାଣ୍ଟିଦେଲେ। ଗୋଟେ ମାସର ତେଲ, ଲୁଣ, ଡାଲି, ଚାଉଳ ଆଦିର ଖର୍ଚ୍ଚ ଅନିରୁଦ୍ଧ ବାବୁ ନିଅନ୍ତି। ସେହି ମାସର ପନିପରିବା, ମାଛ, ମାଂସ ଖର୍ଚ୍ଚ ଅନୁପମାଙ୍କର। ଭଲ ମନ୍ଦ, ପିଠା ପଣା, ପୁଣ୍ୟ ପର୍ବ, ବନ୍ଧୁବାନ୍ଧବ ଯିବା ଆସିବା ଖର୍ଚ୍ଚ ମଧ୍ୟ ମାସିକିଆ ବାଣ୍ଟି ଚଳାନ୍ତି। ଏକମାତ୍ର ପୁତ୍ର ଆୟୁଷର ପାଠପଢ଼ା ଖର୍ଚ୍ଚକୁ ବର୍ଷିକିଆ ବାଣ୍ଟି ବୁଝନ୍ତି। ଗୋଟେ ବର୍ଷର ପାଠପଢ଼ା ଖର୍ଚ୍ଚ ଅନିରୁଦ୍ଧ ବାବୁ ତୁଲାଇଲେ। ପରବର୍ତ୍ତୀ ବର୍ଷର ପାଠପଢ଼ା ଖର୍ଚ୍ଚ ଅନୁପମା ବହନ କରନ୍ତି। ତେଣୁ ଆୟୁଷର ପାଠପଢ଼ା ପାଇଁ ଅର୍ଥ ବାଧକ ସାଜେନି। ଆୟୁଷ କେବେ ଜାଣିପାରେ ନାହିଁ ବାପା ମାଆଙ୍କର ଏତାଦୃଶ ସାଂଘାତିକ ସମସ୍ୟାକୁ। ଆୟୁଷ ମନସ୍ଥ କରିଥାଏ ଜଣେ IAS ଅଫିସର ହେବା ପାଇଁ। ବାପାଙ୍କର ଇଚ୍ଛା ଥାଏ ପୁଅ ଜଣେ ବୈଜ୍ଞାନିକ ହେଉ। ଅନୁପମାଙ୍କ ଇଚ୍ଛା ଆୟୁଷ ଜଣେ ଡାକ୍ତର ହେଉ। ବାପା ମାଆଙ୍କର ଏଭଳି ମତଭେଦକୁ ଦୃଷ୍ଟିରେ ରଖି ଆୟୁଷ ନିଜ ମତକୁ ସେମାନଙ୍କ ପାଖରେ ପ୍ରକାଶ କରେ। ଅର୍ଥାତ୍ ସେ ଚାହୁଁଛି ଜଣେ IAS ଅଫିସର ହେବାକୁ। ବାପା ମାଆଙ୍କର ସ୍ୱୀକୃତି ମିଳେ। ଆୟୁଷର ଇଚ୍ଛା ଶକ୍ତି ଦୃଢ଼ ହୁଏ। IAS ପରୀକ୍ଷା ଦେବାକୁ କଠିନ ପରିଶ୍ରମ କରେ, ସଫଳ ହୁଏ, ଚାକିରି ପାଇଯାଏ। କିଛି ବର୍ଷ ପରେ ଆରମ୍ଭ ହୁଏ ଆୟୁଷର ବୈବାହିକ ଜୀବନ। ସେତେବେଳକୁ ମଧ୍ୟ ଅନିରୁଦ୍ଧ ବାବୁ ଓ ପତ୍ନୀ ଅନୁପମାଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଜୀବିତ ରହିଥାଏ। ପୁଅ ବୋହୂର ଘର କରି ଏ ସମୟରେ ବାପା ମାଆଙ୍କ ମନାନ୍ତର ଓ ମତାନ୍ତର ଯେ ପରିବାର ପାଇଁ କ୍ଷତିକାରକ, ଅଶାନ୍ତି ଗ୍ରହ ରୂପେ କାର୍ଯ୍ୟ କରିବ, ତାହା ବାପା ମାଆ ବୁଝିପାରନ୍ତିନି। ବାଧ୍ୟ ହୋଇ ଆୟୁଷ ବାପା ମାଆଙ୍କୁ ସତର୍କ କରାଇ କହେ, ମୁଁ ସିନା ତୁମ ପୁଅ ବୋଲି ତୁମମାନଙ୍କର ମନାନ୍ତର ଓ ମତାନ୍ତରକୁ ବୁଝିପାରୁଛି, କହୁନି କିଛି। ଏଥିରେ ଆଜି ଯାଏ ଆମ ପରିବାରରେ କିଛି ଅଶାନ୍ତି ସୃଷ୍ଟି ହେଇନି। କିନ୍ତୁ ତୁମେ ଯାହାକୁ ଘରର ବୋହୂ କରି ଆଣିଛ, ସେ ମୋ ଭଳି ବୁଝି ସହିପାରିବ ତ? ଏ ସମୟରେ ଶାଶୁ ଶ୍ୱଶୁରଙ୍କର ମନାନ୍ତର ଓ ମତାନ୍ତରର ଟିକେ ଆଭାସ ପାଇଲେ ତା ମନରେ ଯେ ଝଡ଼ ସୃଷ୍ଟି ନ ହେବ, ଏକଥା କିଏ କହିପାରିବ? ସେ ଯେ ଅଣନିଶ୍ୱାସୀ ବୋଧ ନ କରିବ କେମିତି କହିବା? ପୁଅ ବୋହୂଙ୍କୁ ସୁଖୀ କରି ନିଜେ ସୁଖୀ ହେବା ପାଇଁ ବାପା ମାଆଙ୍କର ସୁସ୍ଥ ଚିନ୍ତନ ତୁମ ଦାୟିତ୍ୱ। ଆୟୁଷର ଏ ପ୍ରକାର ମନ୍ତବ୍ୟରେ ଅନିରୁଦ୍ଧ ବାବୁ ଆଉ ପତ୍ନୀ ଅନୁପମାଙ୍କ ଜିଦି ଚୁରମାର ହୋଇଯାଇଛି। ମରିଯାଇଛି ମନାନ୍ତର ଓ ମତାନ୍ତର ବିଷକୀଟ ସବୁ ଉଭୟଙ୍କ ହୃଦୟରୁ। ବୁଝିପାରିଛନ୍ତି ନିଜ ଭୁଲ। ସତରେ ପୁଅ ବୋହୂର ଘର କରି ଏ ସମୟରେ ଆମ ମଧ୍ୟରେ ମନାନ୍ତର ଓ ମତାନ୍ତର ପୁଅ ବୋହୂର ସାଂସାରିକ ଜୀବନ ପାଇଁ ସ୍ପୃହଣୀୟ ନୁହେଁ।